ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବାକୁ ଚାହୁଁଥିଲେ ଆଜିର ଏହି ଭିଡ଼ିଓଟିକୁ ପୁରା ଦେଖିବେ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଏମିତି ଏକ ବଶୀକରଣ ନମ୍ବର। ଏହି ନମ୍ବର ସହିତ ଆପଣ ଯେଉଁ ଝିଅ ବା ବିବାହିତା ନାରୀର ନାମ ଲେଖିଦେବେ ସିଏ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ଇଚ୍ଛା ଥିବ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବା ପାଇଁ, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବା ପାଇଁ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ଏମିତି ଏକ ମହାଶକ୍ତିଶାଳୀ ବଶୀକରଣ ନମ୍ବର ନେଇ ଆସିଛି। ଏହି ନମ୍ବର ସହିତ ଆପଣ ଯେଉଁ ଝିଅ ବା ସ୍ତ୍ରୀର ନାମ ଲେଖିଦେବେ ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ରାତି ଦିନ ଆପଣଙ୍କ କଥା ଭାବିବ। ଯେପର୍ଯ୍ୟନ୍ତ ଆପଣଙ୍କୁ ଦେଖିନି ସେ ଖାଲି ଛଟପଟ ହେବ। ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଚାଲନ୍ତୁ ଜାଣିବା। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ। କିନ୍ତୁ ଯେବେ ବି କରିବେ ରାତି 8ଟା ପରେ ଆପଣ ଏହି ବଶୀକରଣ କରିବେ। ରାତି 8ଟାରୁ ରାତି 2ଟା ମଧ୍ୟରେ ଏହି ବଶୀକରଣ କରିପାରିବେ। ଏହି ବଶୀକରଣ କରିବା ପାଇଁ ଖଣ୍ଡେ ସାଧା କାଗଜ ଆଣିବେ, କଳା କଲମ ଆଣିବେ, ଆଉ ଜାଳିବା ପାଇଁ ଡିଆସିଲି ଆଣିବେ। କାଗଜରେ ଆପଣ ପ୍ରଥମେ ନମ୍ବର ଲେଖିବେ 747। ନମ୍ବର ଲେଖିସାରିବା ପରେ ତା ତଳେ ଆପଣ ସେଇ ଝିଅ ବା ନାରୀର ନାମ ଲେଖିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ତାପରେ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ମୁଁ ଆପଣଙ୍କୁ ଗୋଟିଏ ମନ୍ତ୍ର କହୁଛି, ଏହି ମନ୍ତ୍ରକୁ 8 ଥର ପଢ଼ିବେ। ଓମ୍ ଆମୁକଂ ଜ୍ୱଲନ୍ତୁ ଜ୍ୱରେ ବୟ ବଶଂ ସ୍ୱାହା। ଏହି ମନ୍ତ୍ରକୁ ଆପଣ 8 ଥର ପଢ଼ିବେ। ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ନାରୀର ନାମ କହିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ମନ୍ତ୍ରକୁ 8 ଥର ପଢ଼ି ସାରିବା ପରେ ସେ କାଗଜକୁ 2 ଆଖିରେ ଛୁଆଇଁ ଦେବେ। ତାପରେ ସେ କାଗଜରେ ଗୋଟିଏ ଥର ଫୁଙ୍କିଦେବେ। ତାପରେ କ'ଣ କରିବେ, ସାଙ୍ଗେ ସାଙ୍ଗେ ସେ କାଗଜକୁ ଜାଳିଦେବେ। ଯେମିତି ଆପଣ ଏପଟେ କାଗଜ ଜାଳିବେ ସେପଟେ ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।